କିଛି ଦିନ ହେଲା ଏତେ ଆଡ଼େ ବୁଲାବୁଲି କରିକି ମୋ ଦେହଟା ପୁରା ଖରାପ ହେଇସାରିଛି, ଯେଉଁଥିପାଇଁ କି ମୁଁ ଭିଡ଼ିଓସ୍ ବଗେରା ଠିକ୍ ଟାଇମ୍ରେ ପକାଇ ପାରୁନି। ଏଠି ସକାଳୁ ସକାଳୁ ମାଉସୀ ଆଣିକି ମୋତେ ନାଣ୍ଡି ବଗୁଲି ମିଶିରି ପାଣି ଦେଇଦେଇଥିଲା। ଦେନ୍ ସମସ୍ତେ ଲାଗିଯାଇଥିଲେ ଲଞ୍ଚର ପ୍ରିପାରେସନ୍ରେ। ଏଠି ଆଣ୍ଟି ବସିକି ଚୁଙ୍ଗୁଡ଼ି ବାଛୁଥିଲେ, ଆଉ ମଉସା ବସିକି ଏଠି ମାଛ ବି ଭାଜି ଦେଉଥିଲେ। ଏଠି ଚାଲିଥିଲା ଶାଗ ବଛା ବଛି। ଭିତରକୁ ଗଲା ବେଳକୁ ଏଠି ଦି ଭଉଣୀ ଯାକ ତାଙ୍କ କାମରେ ବ୍ୟସ୍ତ ଥିଲେ। ଜଣେ ଏଠି ଭାତ ଗାଳୁଥିଲା, ଆଉ ଜଣେ ଭେଣ୍ଡି ଭାଜିବାରେ ବ୍ୟସ୍ତ ଥିଲା। ଯେ ଯାହା କାମରେ ବ୍ୟସ୍ତ ଥିଲେ, ମୁଁ ବାସ୍ ଅପେକ୍ଷା କରିଥିଲି କେମିତି ରୋଷେଇ ସରିବ ଆଉ ମୁଁ ଖାଇବି। ସମସ୍ତେ ମିଶିକି କାମ କଲେ କାମଟା ଜଲ୍ଦି ସରିଯାଏ ନା। ଏଠି ରୋଷେଇ ବି ସରିଯାଇଥିଲା, ଖାଇବା ବଢ଼ା ବି ହେଇସାରିଥିଲା, ଯେଉଁଥିରେ ଥିଲା ପଖାଳ ଭାତ, ଆଳୁ ଭଜା, ଛୁଇଁ ଭଜା, ମାଛ ଭଜା, ଚୁଙ୍ଗୁଡ଼ି ଭଜା, ଏମିତି କରିକି ବହୁତ ସାରା ଖାଇବା। ତାପରେ ଇଭିନିଂରେ ଆମେ ଟିକେ ବାହାରି ପଡ଼ିଥିଲୁ ବୁଲିବା ପାଇଁ। ଆମେ ଆସିକି ପହଞ୍ଚି ଯାଇଥିଲୁ ନରେନ୍ଦ୍ର କୋଣରେ, କାହିଁକି ନା ଏଠି ଚାଲିଥିଲା ଠାକୁରଙ୍କର ଚାପ ଖେଳ, ତାକୁ ଦେଖିଥିଲୁ।